ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ। ତ ପିଲାମାନେ ତ ବହୁତ ପିଲା କମେଣ୍ଟ କରୁଥିଲ କି ମ୍ୟାମ୍ ସୋସିଓଲୋଜିର କ୍ଲାସ୍ କରନ୍ତୁ। ତ ତମର ଫାଇନାଲି ସୋସିଓଲୋଜି ନେଇ ଆସିଛି କଣ ନା VST ନେଇ ଆସିଛି। 3 ଘଣ୍ଟା ସମୟରେ 80 ମାର୍କର VST ଆମେ କରିବା। ପିଲାମାନେ କେତେ କଣ VST କରିପାରୁଛେ ଆମେ ଚାଲ ଷ୍ଟାର୍ଟ କରିବା। 3 ଘଣ୍ଟା ଭିତରେ 3 ଘଣ୍ଟା ଭିତରେ କେତେ ଆମେ ନିଜକୁ ପ୍ରାକ୍ଟିସ କରୁଛୁ ବୁଝିହେଲା। ତ ଚାଲ ଆମେ ଷ୍ଟାର୍ଟ କରିବା। ପିଲାମାନେ ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବ, ବେଲ୍ ଆଇକନକୁ ଦବାଇ ଦେବ ନୂଆ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦେବ। ଜୟ ଜଗନ୍ନାଥ ପିଲାମାନେ। ତ ଚାଲ ଆମେ ଷ୍ଟାର୍ଟ କରିବା। ତ ପ୍ରଥମ କ୍ୱେଶ୍ଚିନ୍ କେତେଟା ଆସିବ ନା 21ଟି MCQ ଆସିବ। ତମର ସୋସିଓଲୋଜିରେ ମନେ ରଖ 21ଟି MCQ ଆସିବ। ଆଉ କଣ ସବୁ କ୍ୱେଶ୍ଚିନ୍ ପାଟର୍ନ ଆମେ ଆଲୋଚନା କରିବା। ତ ଦେଖିବା 21ଟି MCQ କଣ। ପ୍ରଥମେ ଭାରତୀୟ ସାମାଜିକ ସଂରଚନାର ମୁଖ୍ୟ ସ୍ତମ୍ଭଟି ହେଉଛି କଣ? ଜାତି, ପ୍ରଜାତି, ସମୂହ, ଯଜମାନୀ ପ୍ରଥା। କଣ ହବ ନା ଜାତି। ଭାରତୀୟ ସାମାଜିକ ସଂରଚନାର ମୁଖ୍ୟ ସ୍ତମ୍ଭଟି ହେଉଛି କଣ ନା ଜାତି। ନେକ୍ସଟ, ଜାତି ବା କାଷ୍ଟ ଶବ୍ଦଟି କେଉଁ ଶବ୍ଦରୁ ଆସିଅଛି? ଜାତି ବା କାଷ୍ଟ ଶବ୍ଦଟି ପର୍ତ୍ତୁଗୀଜ, ଫରାସୀ, ରୋମାନ, ଗ୍ରୀକ। କଣ ହବ ନା ପର୍ତ୍ତୁଗୀଜ। ଜାତି ବା କାଷ୍ଟ ଶବ୍ଦଟି କେଉଁ ଶବ୍ଦରୁ ଆସିଛି ନା ପର୍ତ୍ତୁଗୀଜ। ନେକ୍ସଟ, କେଉଁ ବିଶିଷ୍ଟ ଭାରତୀୟ ସମାଜ ବିଜ୍ଞାନୀ ପାରମ୍ପରିକ ଜାତିର 6 ଗୋଟି ଲକ୍ଷଣକୁ ବର୍ଣ୍ଣନା କରିଛନ୍ତି? M.N. ଶ୍ରୀନିବାସ, B.S. ଗୁହା, G.S. ଘୁରେ, ଯୋଗେନ୍ଦ୍ର ସିଂ। କଣ ହବ ନା G.S. ଘୁରେ। କଣ ହବ ନା G.S. ଘୁରେ। ନେକ୍ସଟ କ୍ୱେଶ୍ଚିନ୍, ହିନ୍ଦୁ ସାମାଜିକ ବ୍ୟବସ୍ଥାର ପ୍ରାଚୀନତମ ଓ ମୁଖ୍ୟ ସାମାଜିକ ଅନୁଷ୍ଠାନ ଅଟେ? ଏକକ ପରିବାର, ଯୌଥ ପରିବାର, ମାତୃକେନ୍ଦ୍ରିକ ପରିବାର, ପିତୃସ୍ଥାନିକ ପରିବାର। କଣ ହବ ନା ଯୌଥ ପରିବାର। ନେକ୍ସଟ, ସାଧାରଣ ଭାବେ କହିଲେ ଯୌଥ ପରିବାର କେଉଁ ପରିବାରର ବିପରୀତ ଅଟେ? ଏକକ ପରିବାର, ପିତୃସ୍ଥାନିକ ପରିବାର, ମାତୃସ୍ଥାନିକ ବ୍ୟବସ୍ଥା, ଇଲମ। କଣ ହବ ପିଲାମାନେ ନା ଏକକ ପରିବାର। ନେକ୍ସଟ କ୍ୱେଶ୍ଚିନ୍, 2011 ମସିହା ଜନସଂଖ୍ୟା ଅନୁସାରେ ଭାରତର ଗ୍ରାମାଞ୍ଚଳରେ କେତେ ଲୋକ ବାସ କରନ୍ତି? 72.2 ଭାଗ ଲୋକ, 74 ଭାଗ ଲୋକ, 68.84 ଭାଗ ଲୋକ, 70.2 ଭାଗ ଲୋକ। କେଉଁ ଲୋକ ନା 68.84 ଭାଗ ଲୋକ। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗ୍ରାମ୍ୟ ସମୁଦାୟର ଲକ୍ଷଣ ଅଟେ? ପ୍ରାଥମିକ ସମ୍ପର୍କ, ସଦସ୍ୟତା ନିର୍ଦ୍ଧାରଣ, ପ୍ରଜାତୀୟ ବିଶୁଦ୍ଧତା, ସୁଦୃଢ ସମାଜ ପ୍ରତିଷ୍ଠା। କଣ ହବ ନା ପ୍ରାଥମିକ ସମ୍ପର୍କ। ନିମ୍ନୋକ୍ତ ମଧ୍ୟରୁ ଗ୍ରାମ୍ୟ ସମୁଦାୟ ଲକ୍ଷଣ ହଉଛି କଣ ନା ପ୍ରାଥମିକ ସମ୍ପର୍କ। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା କଣ ଦେଇଛି। ଜାତୀୟ ସଂହତି ସୃଷ୍ଟି କରିଥାଏ। କଣ ଜାତୀୟ ସଂହତି ସୃଷ୍ଟି କରିଥାଏ? ବିବିଧତା ନା ଦେଶପ୍ରୀତି, ସ୍ୱାର୍ଥପରତା, ଅସ୍ଥିରତା। କଣ ହବ ନା ଦେଶପ୍ରୀତି। କଣ ନା ଦେଶପ୍ରୀତି। ନେକ୍ସଟ, ସାମ୍ପ୍ରଦାୟିକତା ଲୋକମାନଙ୍କ ମଧ୍ୟରେ ପରକ୍ଷଣ ସୃଷ୍ଟି କରିଥାଏ କଣ? ବିଦ୍ୱେଷ, ଆତ୍ମୀୟତା, ଅହିଂସା, ସୁସମ୍ପର୍କ। କଣ ହବ ନା ବିଦ୍ୱେଷ। ନେକ୍ସଟ, ଆତଙ୍କବାଦୀ ସାଧାରଣତଃ ସମାଜରେ ଆକୃଷ୍ଟ କରିଥାଏ? ଯୁବବର୍ଗ, ମହିଳା, ପ୍ରୌଢ, ଶିଶୁ। କଣ ହେଇଥାଏ ପିଲାମାନେ ନା ଯୁବବର୍ଗ। କଣ ନା ଯୁବବର୍ଗ। ନେକ୍ସଟ କ୍ୱେଶ୍ଚିନ୍, ଜାତିବାଦର ଏକ କାରଣ ହଉଛି କଣ? ସମୁଦାୟ ଗଠନ, ଦଳ ଗଠନ, ରାଜନୀତି, ଆପୋଷ ମିଳାମିଶା। କଣ ହବ ନା ରାଜନୀତି। ଜାତିବାଦର କାରଣ ହଉଛି କଣ ନା ରାଜନୀତି। ନେକ୍ସଟ, ସାମାଜିକ ଅସମାନତାକୁ ସମାଜ ବିଜ୍ଞାନୀ ମାନେ କେଉଁ ଅର୍ଥରେ ବ୍ୟବହାର କରନ୍ତି? ପରିସ୍ଥିତି ଅର୍ଥରେ, ପୁଞ୍ଜି ଅର୍ଥରେ, ଜୀବନ ସୁଯୋଗରେ, ସ୍ତରୀକରଣ ଅର୍ଥରେ। କଣ ହବ ନା ପରିସ୍ଥିତି ଅର୍ଥରେ। କଣ ନା ପରିସ୍ଥିତି ଅର୍ଥରେ। ନେକ୍ସଟ, ତଫସିଲଯୁକ୍ତ ଜାତି ବା ଅନୁସୂଚିତ ଜାତି ଏବଂ ଜନଜାତି ପ୍ରଥମେ ବ୍ୟବହାର କରିଥିଲେ କି? କୋଠରୀ କମିଶନ, ସାଇମନ କମିଶନ, ମଣ୍ଡଳ କମିଶନ। ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ?
कौन हम ना साइमन कमिशन किए ना साइमन कमिशन। नेक्स्ट क्वेश्चन अनुसूचित जनजाति शब्दटी प्रथमे केबे भारत में कौन ना व्यवहार होइतिला अनुसूचित जनजाति 1933 मसीहा 1950 मसीहा 1952 मसीहा 1935 केते मसीहा ना 1935 मसीहा केते ना 1935 मसीहा। नेक्स्ट चंपारण आंदोलन केबे संगठित होइतिला चंपारण आंदोलन 1917 1921 1905 1923 केते मसीहा ना 1927 17 मसीहा रे। नेक्स्ट अनुसूचित वर्गर मुक्ति आंदोलन मुख्य पुरोधा किए थिले महात्मा गांधी भीमराव आंबेडकर श्रीमती इंदिरा गांधी सरदार पटेल कौन हम पिला माने तमरा अनुसूचित वर्गर मुक्ति आंदोलन मुख्य पुरोधा किए थिले ना भीमराव आंबेडकर। नेक्स्ट मुंडा जनजाति आंदोलन मुख्य नेता किए कानिया मुंडा बिरसा मुंडा गोवर्धन मुंडा हारू मुंडा को मुंडा ना बिरसा मुंडा। नेक्स्ट शिल्पीकरण प्रक्रिया पे विप्लव जन्म नेउथिला कि शिल्पीकरण केउ विप्लव शिल्पीकरण प्रक्रिया केउ विप्लव सबुज विप्लव कम्युनिस्ट विप्लव शिल्प विप्लव सांस्कृतिक विप्लव केउ विप्लव ना शिल्प विप्लव। नेक्स्ट सहरीकरण फल कौन घटी था सहरीकरण फल स्थानांतरीकरण उपनिवेशवाद चौथ बलियान गठन राजनीतिक अस्थिरता कौन हम ना स्थानांतरीकरण। नेक्स्ट मॉडर्नाइजेशन शब्दटी केउ लाटिन शब्द रु आसी मोड़ा बेड़ा मुड़ मुढ़ी मुड़ी कौन हम पिला माने ना बोड़ा कौन ना बोड़ा। एमसीक्यू शेष क्वेश्चन 21 नंबर जगतीकरण फल बजार व्यवस्था किभली होइଥାଏ मुक्त संकुचित नियमित पारंपरिक होइଥାଏ ना मुक्त जगतीकरण फल बजार व्यवस्था किभली होइଥାଏ ना मुक्त होइଥାଏ। तापरे 2 मार्किया 7टी हमें आलोचना करिया पिला माने एठी आसीबो 2 मार्किया 7टा मध्ये आसीबो बुझियला। जाति व्यवस्थार उपकारिता कौन जाति व्यवस्थार उपकारिता कौन ना सामाजिक परिस्थिति निर्धारण वृत्ति निर्धारण सामाजिक सुरक्षार प्रतिश्रुति प्रजातीय विशुद्धता श्रम विभाजन सामाजिक परिस्थिति निर्धारण जाति प्रथा व्यक्तिर सामाजिक परिस्थिति निर्धारण करता है जन्म द्वारा व्यक्तिर सामाजिक परिस्थिति निर्धारित होता है वृत्ति निर्धारण होची जाति प्रथा प्रत्येक व्यक्ति में एक निर्दिष्ट वृत्ति स्थिर करता है वृत्ति निर्वाचन करिवार व्यक्तिर कौनसी अधिकार नथाए तबरे सामाजिक सुरक्षार प्रतिश्रुति है जाति प्रथा द्वारा सदस्य मानक आवश्यक सामाजिक निरापत्ता मिली थाए श्रम विभाजन है जाति प्रथा सदस्य मानक मध्य श्रम विभाजन सृष्टि करिथाए। नेक्स्ट जाति श्रेणी मध्य पार्थक्य जाति होची कौन ना जाति यह जाति भित्तिक समाज रे स्तरीकरण व्यक्तिर जन्म अनुसार स्तरीकृत होता है जाति एक रुद्ध आबद्ध अनमनीय संगठन प्रत्येक जाति तार वृत्ति को नहीं तिष्टि रही है जाति व्यवस्था प्रत्येक जातिर एक निजस्व जातिगत संगठन रही है। श्रेणी कौन श्रेणीर स्तरीकरण व्यवस्था व्यक्तिर दक्षता क्षमता और प्रस्थिति अनुसार स्तरीकृत होता है श्रेणी एक मुक्त संगठन अटे श्रेणी व्यवस्था वृत्ति निर्वाचन क्षेत्र में कौन कटकणा न थाए श्रेणी व्यवस्थार कौन संगठन न थाए। नेक्स्ट कौन देला যৌଥ ପରିବାରର ଗୁଣ ଗୁଡ଼ିକ କଣ ଦଳେ ବ୍ୟକ୍ତି ଯୌଥ ପରିବାର ହେଉଛି ଲୋକମାନଙ୍କର ଏକ ସମୂହ ଲୋକମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଘନିଷ୍ଠ ତଥା ବ୍ୟକ୍ତିଗତ ସମ୍ପର୍କ ରହିଥାଏ ଆଉଟା ହେଲା ବୃହତ୍ ଆକାର ଯୌଥ ପରିବାର ପିତାମାତା ସନ୍ତାନ ସନ୍ତତି ନାତି ନାତୁଣୀ ଏବଂ ଅନ୍ୟ ବହୁ ନିକଟ ସମ୍ପର୍କୀୟମାନଙ୍କୁ ନେଇ ଗଠିତ ହୋଇଥାଏ ବୃହତ୍ ଆକାର ତେଣୁ ଯୌଥ ପରିବାର ଆକାର ବୃହତ୍ ଅଟେ। ସାଧାରଣ ବାସସ୍ଥାନ ଯୌଥ ପରିବାରର ସମସ୍ତ ସଦସ୍ୟ ଏକ ସାଧାରଣ ଗୃହରେ ବାସ କରିଥାନ୍ତି ସାଧାରଣ ରନ୍ଧନଶାଳ ହେଉଛି ପ୍ରତ୍ୟେକ ଯୌଥ ପରିବାରରେ ଏକ ସାଧାରଣ ରନ୍ଧନଶାଳ ଥାଏ।
नेक्स्ट ग्राम्य समुदाय सहर समुदाय मध्य पार्थक्य ग्राम समुदाय होउछि ग्राम समुदायर आकार क्षुद्र यार ग्राम समुदाय प्राथमिक संपर्क थाए नारी मानकर अवस्था शोचनीय परिवेश शांत प्राकृतिक सहर समुदाय कौन ना सहर समुदाय होउछि आकार बृहत ग्राम्य समुदाय आकार क्षुद्र सहर समुदाय आकार बृहत कोण संपर्क देखा जाए महिला मानक अवस्था उन्नत परिवेश दूषित और कृत्रिम तापरे ଜାତୀୟ ସଂହତିର ଗୁଣାବଳୀ ଉଲ୍ଲେଖ କର ଜାତୀୟ ସଂହତିର ଗୁଣାବଳୀ ଜାତୀୟ ସଂହତି ହେଉଛି ଏକ ପ୍ରକ୍ରିୟା ଯାହାକି ସାଂସ୍କୃତିକ ସଂହତିକୁ ଅନ୍ତର୍ଭୁକ୍ତ କରିଥାଏ ଶିକ୍ଷାରେ ଉପଯୁକ୍ତ ସଂଯୋଗ ରୂପାୟନ କରାଯାଏ ଜାତୀୟ ସଂହତି ଶିକ୍ଷା କରିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଜାତୀୟ ସଂହତି ପ୍ରକ୍ରିୟାରେ ରାଷ୍ଟ୍ର ଏବଂ ରାଷ୍ଟ୍ର ପ୍ରତି ଥିବା ଅନୁଗତ୍ୟକୁ ବୁଝାଏ ଜାତୀୟ ସଂହତି ଏକ ବ୍ୟାପକ ପ୍ରକ୍ରିୟା ଜାତୀୟ ସଂହତି ଐକ୍ୟବଦ୍ଧତା ଓ ସର୍ବସମ୍ମତି ରହିଥିବା ଏକ ପ୍ରକ୍ରିୟା ନେକ୍ସଟ ସାମ୍ପ୍ରଦାୟିକତାବାଦର ଗୁଣାବଳୀ ଆଲୋଚନା କରିବା ସାମ୍ପ୍ରଦାୟିକତାବାଦର କାରଣମାନ ନିମ୍ନରେ ଅଛି ସେଗୁଡ଼ିକ ସାମାଜିକକରଣ ଧାର୍ମିକକରଣ ସାମାଜିକ ଦୃଷ୍ଟିକୋଣରୁ ଭାରତରେ ସମସ୍ତ ଧାର୍ମିକ ସମ୍ପ୍ରଦାୟ ପରସ୍ପର ଠାରୁ ପୃଥକ ବିଶେଷ କରି ଭାରତରେ ହିନ୍ଦୁ ମୁସଲମାନ ଦୁଇଟି ବୃହତ ସାମାଜିକ ସମୂହ ରୂପେ ପରିଚିତ ସାମାଜିକ ପ୍ରଥା ପରମ୍ପରା ଅନୁଷ୍ଠାନ ପ୍ରତିମାନ ମୂଲ୍ୟବୋଧ ଓ ବିବାହ ପଦ୍ଧତିକୁ ଭିତ୍ତି କରି ଦୁଇ ବୃହତ ସମ୍ପ୍ରଦାୟ ପରସ୍ପର ମଧ୍ୟରେ ତୀବ୍ର ପ୍ରତିଯୋଗିତା ଭାବରେ କରୁଥିବାର ଦେଖାଯାଏ ତାପରେ ଧାର୍ମିକ କାରଣ ସାମ୍ପ୍ରଦାୟିକ ଗୁଣାବଳୀ ହେଉଛି ଦୁଇଟି ଗୁଣ ସାମାଜିକ କାରଣ ଧାର୍ମିକ କାରଣ କଣ ଭାରତରେ ଧାର୍ମିକ ସମ୍ପ୍ରଦାୟ ଗୁଡିକ ସମସ୍ତ କ୍ଷେତ୍ରରେ ଭିନ୍ନ ଅଟନ୍ତି ହିନ୍ଦୁ ଧର୍ମ ଇସଲାମ ଧର୍ମ ପରସ୍ପର ଦୁଇଟି ବିରୋଧୀ ଗୋଷ୍ଠୀ ଉଭୟ ଧର୍ମର ଲୋକମାନେ ନିଜ ଧର୍ମକୁ ଶ୍ରେଷ୍ଠ ବୋଲି ଭାବିଥାନ୍ତି ସେତେବେଳେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ହଙ୍ଗାମା ସୃଷ୍ଟି ହୋଇଥାଏ ଯାହା ଦ୍ୱାରା ଦେଶର ଜାତୀୟ ଐକ୍ୟ ଓ ସଂହତି ବିପନ୍ନ ହୁଏ ତାପରେ ଆତଙ୍କବାଦର କାରଣ ଗୁଡିକ କଣ ନା ଧର୍ମୀୟ କାରଣ ବର୍ତ୍ତମାନ ସାଧାରଣତଃ ବିଶ୍ୱାସ କରାଯାଏ ଯେ ଧର୍ମ ଯୋଗୁଁ ଆତଙ୍କବାଦ ସୃଷ୍ଟି ହଉଛି ତାପରେ ଆଉ ହଉଛି ଜାତୀୟବାଦ କାରଣ ହଉଛି ଜାତିଗତ ଜାତୀୟତାବାଦ ଭାବନା ଦ୍ୱାରା ପ୍ରେରିତ ହୋଇ କେତେକ ସମୂହ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ହୋଇଥାନ୍ତି ତାପରେ ସାମାଜିକ ଅର୍ଥନୈତିକ କାରଣ ହେଲା ସାମାଜିକ ସମାଜ ମଧ୍ୟରେ ଊର୍ଦ୍ଧ୍ୱମୁଖୀ ଗତିଶୀଳର ଅଭାବ ହେଲେ ଏବଂ ଲୋକମାନେ ବିଭିନ୍ନ ସୁବିଧା ସୁଯୋଗ ଓ ଅଧିକାରରୁ ବଞ୍ଚିତ ହେଲେ ସେତେବେଳେ ଆତଙ୍କବାଦ ଦେଖାଯାଏ ନେକ୍ସଟ ଜାତିବାଦର ନିରାକରଣ ଉଲ୍ଲେଖ କର ଶିକ୍ଷାର ପ୍ରସାର ଜାତିବାଦର ଦୂରୀକରଣ ପାଇଁ ଶିକ୍ଷା ହେଉଛି ଏକ ଉତ୍କୃଷ୍ଟ ମାଧ୍ୟମ ଏଥିପାଇଁ ଶିକ୍ଷାକୁ ସାର୍ବଜନୀନ କରାଯିବା ଉଚିତ ତାପରେ ଆନ୍ତର୍ଜାତିକ ବିବାଦକୁ ଉତ୍ସାହ ହେଲା ଆନ୍ତର୍ଜାତିକ ବିବାଦ ଜାତିବାଦ ଦୂରୀକରଣ ପାଇଁ ଏକ ଫଳପ୍ରଦ ତଥା ଶକ୍ତିଶାଳୀ ଉପାୟ ଆନ୍ତର୍ଜାତିକ ବିବାହ ଜାତିଆଣ ଭାବ ଦୂରୀକରଣ କରାଯାଇପାରିବ ନେକ୍ସଟ ଅର୍ଥନୈତିକ ସମାନତା ଜାତି ମଧ୍ୟରେ ଥିବା ଅର୍ଥନୈତିକ ତାରତମ୍ୟ ଜାତିବାଦର କଣ ମୂଳ କାରଣ ଫଳରେ ଅର୍ଥନୈତିକ ସୁବିଧା ସୁଯୋଗ କରାଯିବା ଉଚିତ ସଂରକ୍ଷଣ ନୀତିର ବିୟୋଗ ଜାତିବାଦର ଦୂରୀକରଣ ନିମିତ୍ତ ସଂରକ୍ଷଣ ନୀତିର ବିଲୋପ ସାଧନ ଏକାନ୍ତ ଅପରିହାର୍ଯ୍ୟ ନେକ୍ସଟ ଆଞ୍ଚଳିକତାବାଦର ଲକ୍ଷଣ ଗୁଡିକ ଉଲ୍ଲେଖ କର ଆଞ୍ଚଳିକତାବାଦ ଏକ ମନସ୍ତାତ୍ତ୍ୱିକ ଭାବନା ଅଟେ ଆଞ୍ଚଳିକତାବାଦ ନିଜ ଅଞ୍ଚଳ ଓ ସ୍ୱାର୍ଥକୁ ଗୁରୁତ୍ୱ ପ୍ରଦାନ କରି ଅନ୍ୟ ଅଞ୍ଚଳର ଉନ୍ନତି ପଥରେ ପ୍ରତିବନ୍ଧକ ସହିଥାଏ ଆଞ୍ଚଳିକତାବାଦ ଭୂମିପୁତ୍ର ମତବାଦରେ ବିଶ୍ୱାସ କରିଥାଏ ଆଞ୍ଚଳିକତାବାଦ ଜାତୀୟତାବାଦ ପ୍ରତି ଏକ ବିରାଟ ପ୍ରତିବନ୍ଧକ ସୃଷ୍ଟି କରି ଜାତୀୟ ଏକତାକୁ ନଷ୍ଟ କରେ ତାପରେ ଜାତି ଓ ସାମାଜିକ ଅସମାନତା କିପରି ଉଲ୍ଲେଖ କର ତା ପାରମ୍ପରିକ ଭାରତୀୟ ସମାଜ ମୁଖ୍ୟତଃ ଜାତି ଆଧାରିତ ଥିଲା ଋଗ୍ବେଦ ସମୟରେ ବର୍ଣ୍ଣ ପରବର୍ତ୍ତୀ ସମୟରେ ଜାତି ଭାବରେ ବିକାଶ ଲାଭ କରିଥିଲା ଜାତି ବ୍ୟବସ୍ଥା ଏବଂ ବଂଶାନୁକ୍ରମିକ ସ୍ତରୀକରଣ ବ୍ୟବସ୍ଥା ଅଟେ ହିନ୍ଦୁ ପରମ୍ପରାର ଜଣେ ବ୍ୟକ୍ତି ଜାତିର ଜନ୍ମ ଗ୍ରହଣ କରେ ଏବଂ ସେ ସାରା ଜୀବନ ସେହି ଜାତିରେ ରୁହେ ବ୍ରାହ୍ମଣମାନେ ଉଚ୍ଚ ପ୍ରସ୍ଥିତିରେ ଅଧିକାରୀ ହୋଇଥିଲା ବେଳେ ଶୂଦ୍ରମାନେ ନିମ୍ନ ପ୍ରସ୍ଥିତିରେ ଅଧିକାରୀ ଅଟନ୍ତି ବ୍ରାହ୍ମଣମାନେ ବହୁ ଅଧିକାର ସୁବିଧା ସୁଯୋଗ ଉପଭୋଗ କରୁଥିବା ବେଳେ ଅନ୍ୟ ଜାତିର ଲୋକମାନେ ସେହି ଅଧିକାର ଓ ସୁବିଧା ସୁଯୋଗ ଉପଭୋଗ କରିନଥାନ୍ତି ଫଳରେ ଜାତି ଓ ସାମାଜିକ ଅସମାନତା ସୃଷ୍ଟି ହୁଏ ନେକ୍ସଟ ଜଗତୀକରଣ ପ୍ରଭାବ କଣ ମାନସିକ ଶକ୍ତି ସମ୍ବନ୍ଧୀୟ ଶିଳ୍ପର ବିକାଶ ଜଗତୀକରଣ ପ୍ରକ୍ରିୟା ଫଳରେ କଣ ହୁଏ ଭାରତରେ ମାନସିକ ଶକ୍ତି ସମ୍ବନ୍ଧୀୟ ଶିଳ୍ପ ସଂସ୍ଥା ଯଥା ମାଇକ୍ରୋ ଇଲେକ୍ଟ୍ରୋନିକ୍ସ
ବାଇ ଟେକ୍ନୋଲୋଜି କମ୍ପ୍ୟୁଟର ଇତ୍ୟାଦି ଦ୍ରୁତ ଗତିରେ ବଢିବାର। ତାପରେ ବିଦେଶୀ ପୁଞ୍ଜି ବହୁରାଷ୍ଟ୍ରୀୟ କମ୍ପାନୀ ଓ ବିଭିନ୍ନ ବଜାରରେ ଦ୍ରୁତ ଅଭିବୃଦ୍ଧି ଜାଗତିକରଣ ପ୍ରକ୍ରିୟାରେ ଅଗ୍ରଗତି ସହିତ ଭାରତରେ ବିଦେଶୀ ପୁଞ୍ଜିର କଣ ନା ସିଧା ବିନିଯୋଗ ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡ଼ିକର ପ୍ରବେଶ ବିଜୟ ବଜାର ଗୁଡ଼ିକ ପ୍ରସାର କରିବାର କରିଛି। ନେକ୍ସଟ କ୍ୱେଶ୍ଚିନ୍, ସହରୀକରଣର ଗୁଣାବଳୀ କଣ ନା ସହରୀ ଜନସଂଖ୍ୟା ବୃଦ୍ଧି। ସହରୀକରଣ ଗ୍ରାମାଞ୍ଚଳ ଜନସଂଖ୍ୟାର ବୃଦ୍ଧି ଅପେକ୍ଷା ସହରାଞ୍ଚଳ ଜନସଂଖ୍ୟାର ଉଚ୍ଚତର ହାରକୁ ବୃଦ୍ଧି ହୋଇ ଦର୍ଶାଇଥାଏ। ଆଉ ଗୋଟେ ପଏଣ୍ଟ ହଉଛି ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଜନସଂଖ୍ୟାର ଗମନ କଣ ନା ସହରୀକରଣ ହଉଛି ଏକ ପ୍ରକ୍ରିୟା ଯାହା ଦ୍ୱାରା ଗ୍ରାମାଞ୍ଚଳରେ ଲୋକମାନେ ସହରାଞ୍ଚଳକୁ ଗତି କରନ୍ତି। ଫଳରେ ଗ୍ରାମାଞ୍ଚଳ ଜନସଂଖ୍ୟାର ଅନୁପାତ ଅପେକ୍ଷା ସହରାଞ୍ଚଳ ଜନସଂଖ୍ୟାର ଅନୁପାତ ବୃଦ୍ଧି ପାଏ। ନେକ୍ସଟ, ଗ୍ରାମାଞ୍ଚଳର ରୂପାନ୍ତରଣ। ସହରୀକରଣ ହେଉଛି ଏକ ସାମାଜିକ ପ୍ରକ୍ରିୟା ଯେଉଁଥିରେ ଗ୍ରାମାଞ୍ଚଳ ସହରାଞ୍ଚଳକୁ ରୂପାନ୍ତରିତ କରିଥାଏ। ତ 2 ମାର୍କିଆ ଗଲା ପିଲାମାନେ। ତାପରେ 3 ମାର୍କିଆ କ୍ୱେଶ୍ଚିନ୍ କଣ ଦେଇଛି ଦେଖିବା। 60ରୁ 80 ମଧ୍ୟରେ 7ଟା ଜାତି ପ୍ରଥାର ଗୁଣାବଳୀ କଣ ସବୁ ଆଲୋଚନା କରିବ। ତାପରେ ଯୌଥ ପରିବାର ଗୁଣାବଳୀ ଆଲୋଚନା କରିବ। ନେକ୍ସଟ, ଗ୍ରାମ୍ୟ ସମୁଦାୟର ଗୁଣାବଳୀ କଣ, ତା ଗୁଣ ସବୁ ଅଛି। ଦଳରେ ଲୋକ, ନିର୍ଦ୍ଦିଷ୍ଟ ଅଞ୍ଚଳ, ପ୍ରାଥମିକ ସମ୍ପର୍କ, ଯୌଥ ପରିବାର ବ୍ୟବସ୍ଥା, ସାମୁଦାୟିକ ମନୋଭାବ ଆକୁ ସବୁ ଡେସ୍କ୍ରାଇବ କରିବ। ନେକ୍ସଟ, ସାମ୍ପ୍ରଦାୟିକତାବାଦର ନିରାକରଣ ସେମିତି ତାର ଅଛି କଣ ନା ସାମ୍ପ୍ରଦାୟିକ ରାଜନୈତିକ ଦଳ ଗୁଡ଼ିକର ବିଲୋପ ସାଧନ, ସ୍ୱଦେଶ ପ୍ରତି ମନୋଭାବର ବିକାଶ, ଜାତୀୟ ଐକ୍ୟର ପ୍ରସାର, ପାରସ୍ପରିକ ସଂସର୍ଗ, ଜାତି ଇତିହାସର ପ୍ରଚାର, ଜନମତ ସୃଷ୍ଟି ଏସବୁ ତମାନେ ଆଲୋଚନା କରିବ। ଡେସ୍କ୍ରାଇବ ଜାତିବାଦର ଗୁଣାବଳୀ ସବୁ ଲେଖିବ। ତାପରେ ଅନୁସୂଚିତ ଜାତି ନିମନ୍ତେ ସରକାରୀ ପଦକ୍ଷେପ ଗୁଡ଼ିକ ଉଲ୍ଲେଖ କର ଅନୁସୂଚିତ ଜାତି ମଧ୍ୟରେ। ତାପରେ ଜନଜାତି ଆନ୍ଦୋଳନର କାରଣ ଗୁଡ଼ିକ କଣ ସବୁ ନା ସରକାରଙ୍କ ଉଦାସୀନତା। ତାପରେ ହଉଛି କଣ ତ୍ରୁଟିପୂର୍ଣ୍ଣ ବନ୍ୟ ସଂରକ୍ଷଣ ଆଇନ, ଜମି ଜମା କ୍ଷେତ୍ରରେ ଆଦିବାସୀ ମାନଙ୍କ ସମସ୍ୟା, ରାଜନୈତିକ ମତ ପାର୍ଥକ୍ୟ। ତାପରେ ଅନୁସୂଚିତ ଜନଜାତିର ସାମାଜିକ ପଦକ୍ଷେପ ଗୁଡ଼ିକ ଲେଖିବ। ତାପରେ ଶିଳ୍ପୀକରଣର ପ୍ରଭାବ ଗୁଡ଼ିକ କଣ ସବୁ ନା ସହର ଗୁଡ଼ିକର ଅଭିବୃଦ୍ଧି, ଅର୍ଥନୈତିକ ପ୍ରଭାବ, ବିବାହ ଉପରେ ପ୍ରଭାବ, ଜାତି ଉପରେ ପ୍ରଭାବ, ଧର୍ମ ଉପରେ ପ୍ରଭାବ, ନାରୀ ପ୍ରସ୍ଥିତି ଉପରେ ପ୍ରଭାବ। ତାପରେ ଆଧୁନିକରଣର ଗୁଣାବଳୀ କଣ ନା ଆଧୁନିକରଣ ହେଉଛି ଏକ ପର୍ଯ୍ୟାତ୍ମକ ପ୍ରକ୍ରିୟା। ଏହା ହେଉଛି କଣ ସଜାତୀୟତା ଆଣୁଥିବା ପ୍ରକ୍ରିୟା। ଆଧୁନିକରଣ ଏକ ଅପରିବର୍ତ୍ତନୀୟ ପ୍ରକ୍ରିୟା। ଆଧୁନିକରଣ ହେଉଛି ଏକ ପ୍ରଗତିଶୀଳ ପ୍ରକ୍ରିୟା। ଆଧୁନିକରଣ ଏକ ୟୁରୋପୀୟକରଣ ପ୍ରକ୍ରିୟା। ତାପରେ ସହରୀକରଣର ପ୍ରଭାବ କଣ ସବୁ ନା ଜନସଂଖ୍ୟା ବୃଦ୍ଧି ଉପରେ ଏହାର ପ୍ରଭାବ ସବୁ ଡେସ୍କ୍ରାଇବ କରିବ। ଜନସଂଖ୍ୟା ବୃଦ୍ଧି ଉପରେ ପ୍ରଭାବ କହିଲେ କଣ ବୁଝିବ। ତାପରେ ସାମାଜିକ ସାଂସ୍କୃତିକ ତଥା ନୈତିକ ମୂଲ୍ୟବୋଧ ଆଉ ଗୋଟେ ପଏଣ୍ଟ। ଆର୍ଥିକ କ୍ଷେତ୍ରରେ ପ୍ରଭାବ, ତାପରେ ପାରିବାରିକ ବ୍ୟବସ୍ଥା ଉପରେ ପ୍ରଭାବ, ଧାର୍ମିକ ବ୍ୟବସ୍ଥା ଉପରେ ପ୍ରଭାବ, ଜୀବନ ଧାରଣର ଶୈଳୀରେ ପରିବର୍ତ୍ତନ। ନେକ୍ସଟ, ଜଗତୀକରଣର ଗୁଣାବଳୀ କଣ ନା ଜଗତୀକରଣ ଏକ ପ୍ରକ୍ରିୟା ଅଟେ। ଜଗତୀକରଣ ଏକ ଜଟିଳ ପ୍ରକ୍ରିୟା ତାକୁ ଡେସ୍କ୍ରାଇବ କରିବ। ଏହା ଏକ ଦୁଇ ଧାରା ବିଶିଷ୍ଟ ପ୍ରକ୍ରିୟା କଣ, ତାପରେ ଏକ ସମଗୋଷ୍ଠୀକରଣ ପ୍ରକ୍ରିୟା କଣ, ଏହା ଏକ ବୈପ୍ଳବିକ ପ୍ରକ୍ରିୟା କଣ, ଏହା ଏକ ବିଶ୍ୱବ୍ୟାପୀ ପ୍ରକ୍ରିୟା କଣ। ତ ପିଲାମାନେ ତାପରେ ଆସିଲା 8 ମାର୍କିଆ କ୍ୱେଶ୍ଚିନ୍ 3ଟି କରିବ। ଜାତି ପ୍ରଥାର ସାମ୍ପ୍ରତିକ ପରିବର୍ତ୍ତନ ଗୁଡ଼ିକ ବର୍ଣ୍ଣନା କର। ଯୌଥ ପରିବାରର ସାମ୍ପ୍ରତିକ ପରିବର୍ତ୍ତନ ଗୁଡ଼ିକ ବର୍ଣ୍ଣନା କର। ସାମ୍ପ୍ରଦାୟିକତାବାଦ ସମସ୍ୟା ବା କାରଣ ଗୁଡ଼ିକୁ ଆଲୋଚନା କର। ଜାତୀୟ ସଂହତିର ପ୍ରତିବନ୍ଧକ ସମସ୍ୟା ଗୁଡ଼ିକ ବର୍ଣ୍ଣନା କର। ଅନୁସୂଚିତ ଜାତି ତଫସିଲ ଯୁକ୍ତ ଜାତିର ସମସ୍ୟା ମାନ ବର୍ଣ୍ଣନା କର। ତ ଏତିକି ଥିଲା ତମର କଣ ସୋସିଓଲୋଜି। ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍ ନିଶ୍ଚିତ 100% ତମର ଆ ଭିତରେ ଏକ୍ଜାମରେ ବି ଆସିବ ପିଲାମାନେ। ମାରାଥନ କ୍ଲାସ ବହୁତ ଗୁରୁତ୍ୱପୂର୍ଣ୍ଣ ସମସ୍ତ ପିଲାମାନଙ୍କ ପାଇଁ। ଭେରି ସିମିଲାର ଟେଷ୍ଟ ପିଲାମାନେ ବହୁତ ଗୁରୁତ୍ୱପୂର୍ଣ୍ଣ VST ସୋସିଓଲୋଜି। ତ ସମୟ 3 ଘଣ୍ଟାରେ 80 ମାର୍କର କରିବ ପିଲାମାନେ। ତ ପିଲାମାନେ ଭିଡ଼ିଓ ସମସ୍ତେ ଦେଖ। ଏକ୍ଜାମ ରହିଲା ଆଉ ଅଳ୍ପ ଦିନ, ଯୋଉମାନେ ମୂଳର ପଢିନା ତ ମାରାଥନ କ୍ଲାସ ଦେଖ। ହେଲେ ତମର ଭଲ କଣ
ନା ଏକ୍ଜାମ ରେ ତମେ କରିପାରିବ ମାରାଥନ କ୍ଲାସ। ବହୁତ ଗୁରୁତ୍ୱପୂର୍ଣ୍ଣ ହଉଛି ଗୋଟେ ପିଲାର ମାରାଥନ କ୍ଲାସ। ଭିଏସଟି ନିଜକୁ ଯେତେ ଟେଷ୍ଟ କରିବ ତ ଦେଖିବ କଲେଜ ମାନଙ୍କରେ ଭିଏସଟି ହୁଏ ସବୁ ଏକ୍ଜାମ, ଏଇ କୋଶ୍ଚିନ୍ ଆସେ 80 ମାର୍କର, ଏଇ କୋଶ୍ଚିନ୍ ସବୁ ଆସେ ବୁଝିଲା। ପରୀକ୍ଷାରେ ବି ଏମିତି ଟାଇପ ର କୋଶ୍ଚିନ୍ ସବୁ ପାଇଯିବ, ଏମିତି ପାଟର୍ନ କୋଶ୍ଚିନ୍ ତମର ପଳେଇ ଆସିବ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅ। ରହୁଛି ଧନ୍ୟବାଦ, ଜୟ ଜଗନ୍ନାଥ।